ଜୟ ଜଗନ୍ନାଥ ଲୋକର ସ୍ୱାଗତ। ଆଜି ହଉଛି ଅଗଷ୍ଟ 21 ତାରିଖ ଏବଂ ଶୁକ୍ରବାର। ଆଉ ଆଜି ଦିନଟି କେମିତି କଣ କଟୁଛି ଆସନ୍ତୁ ଦେଖିବା। ଆଜି ପୁରା ଗୋମାତାଙ୍କ ଉପରେ କଣ୍ଟେଣ୍ଟ, ଗୋମାତା ଖାଇବା ପିଇବା ଗାଧୁଆ ଧୁଆ ସବୁ ଗୋମାତାଙ୍କ ଧୂଆଁ ସବୁ କଣ୍ଟେଣ୍ଟ ଅଛି। ପୁରା ଫାଇନାଲ ପୁରା ଗୋମାତାଙ୍କ କଣ୍ଟେଣ୍ଟ ଫୁଲ। ଭିଡ଼ିଓକୁ ଏନ୍ଜୟ କରନ୍ତୁ, ଭିଡ଼ିଓ ଦେଖନ୍ତୁ, ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଆଜି ପୁରା ଗୋମାତାଙ୍କ କଣ୍ଟେଣ୍ଟ, ଗୋମାତା କେମିତି ସକାଳୁ ଧୂଆଁ ହଉଛନ୍ତି, କଣ ହଉଛନ୍ତି, ତାଙ୍କର ଦିନ ଯାର କାମ ପୁରା କଣ୍ଟେଣ୍ଟ ଅଛି ପୁରା ଗୋମାତାଙ୍କର। ବର୍ତ୍ତମାନ ସମୟ ହେଇଛି କେତେ ନା 5ଟା 27। ଆଉ ଆମର ଗୋମାତା ଧୂଆଁ ଦୁଇ ଆରମ୍ଭ ହେଇଗଲାଣି, ଆପଣ ଦେଖିପାରୁଥିବେ। କଷୁରୀ ସରିଗଲାଣି ଧୂଆଁ, ଗୋରି ଧୂଆଁ ହଉଛି, ଆମର ମୁନାଇ ଧୂଆଁ ଦୁଇ କରୁଛନ୍ତି। ଏପଟେ କାଳି ଧୂଆଁ ସରିଲାଣି। ସାଙ୍ଗମାନେ ଆଉ ମୁଁ ଉଠି ମୋର ଗୁହାଳ ଫଳ କାମ ସାରି ବର୍ତ୍ତମାନ ଗୋମାତା ଧୂଆଁ ଚାଲିଛି, ଆପଣ ମାନେ ଦେଖିପାରୁଥିବେ। ଆଉ ସମୟ ହେଇଛି 5ଟା 27। ଦେଖନ୍ତୁ ଆମର କ୍ଷୀର ଦିଆହଉଛି, ପୁରା ଟିକେ ଅନ୍ଧାର ଅନ୍ଧାର ଅଛି, କ୍ଷୀର ଦେବା ନବା ଚାଲିଲାଣି ଆମର ଗାଇସ୍। ଆଉ ବ୍ଲଗ ଟା ଆଜି ସକାଳୁ ଆରମ୍ଭ ହେଇଛି, ଆଉ ସକାଳୁ ବ୍ଲଗ ଆରମ୍ଭ କରିଦେଇଛି। ଗୋମାତା ଧୂଆଁ ଟା ଆଣିବାର ଥିଲା, ନେଇଯାଇଛି। ଆଉ ଆସନ୍ତୁ ଠାକୁର ମା ଦର୍ଶନ କରିଦବା, ଆଗକୁ ବଢିବା। ଜୟ ମା ମଙ୍ଗଳା ମାଲ, ଜୟ ମା ମଙ୍ଗଳା ମାଲ, ଘଣ୍ଟ ଘୋରକି ତା ସାରା ସଂସାରକୁ ପଣତ ଘୋରକି ତା ସାରା ସଂସାରର କୁସୁମତ ହଉ। ମା ମଙ୍ଗଳା ମାଲ, ଘଣ୍ଟ ଘୋରକି ତା ସାରା ସଂସାରକୁ ପଣତ ଘୋରି ରଖିତା, ସାରା ସଂସାରର ମଙ୍ଗଳମୟ ହଉ। ମାଲ ମା ଘଣ୍ଟ ଘୋରକି ତା ପଣତ ଘୋରକି ତା ଚଲମତ କୁସୁମତ ହଉ, ସାରା ସଂସାରକୁ ଘଣ୍ଟ ଘୋରକି ତା ପଣତ ଘୋରକି ତା ମାଲ ମା ଘଣ୍ଟ ଘୋରକି ତା ପଣତ ଘୋରକି ତା ସାରା ସଂସାରକୁ ପଣତ ଘୋରକି ତା ଘଣ୍ଟ ଘୋରକି ତା ସାରା ସଂସାରର ମଙ୍ଗଳମୟ ହଉ। ମା ମଙ୍ଗଳା ମାଲ ତୁ ସା ବର୍ଷା ହେଇତଲ ଘଣ୍ଟ ଘୋରକି ତା ପଣତ। ଆସନ୍ତୁ ଆଉ ଟିକେ ପାଗ ଦେଖେଇ ଦଉଛି। ପାଗ ପୁରା ଆଜି ଖରା ଖରା ଅଛି, ଦେଖିପାରୁଥିବେ ଖରା ଖରା ପାଗ। ରାତିରେ ଯେହେତୁ ବର୍ଷା ହେଇନି ସେଥିପାଇଁ ପାଗ ପୁରା ଶୁଖିଲା ଶୁଖିଲା। ଆଉ ସେଠି ଥୁଆ ହେଇଛି ମୋ ଷଣ୍ଢ, ନାଲିଆ ଷଣ୍ଢ ସେଠି ଥୁଆ ହେଇଛି। ଏଇନା ବାହାରିବ, କାରଣ ଟିକେ ମାଛ ପାଖରେ ଆଣିବାର ଅଛି, ଆଣିବାକୁ ଯିବାକୁ ପଡିବ। ଯେହେତୁ ମା କହୁଛୁ ମାଛ ଆଣ, ଆଉ ମାଛ ଆଣିବାକୁ ଯିବି। ଆଉ ମାଛ ଆଣିକି ଆପଣଙ୍କ ସହିତ ଦେଖା, କିନ୍ତୁ ମାଛ ଆଣିବା ପୂର୍ବରୁ ଆସନ୍ତୁ ଦେଖିଦବା ଘରମଣି ମାନେ କଣ କରୁଛନ୍ତି। ଏଠି ମୋ ଭାଉଜ ଆଳୁ ପିଆଜ କାଟୁଛି, ମାଛ ପାଇଁ ରେଡି କରୁଛି ଜିନିଷ। ଏଠି ମୋ ଘରମଣି କଣ ଫେଣ କରି ଉଡୁ ଛୁଆ ଇଏ ଦେଖୁଥିବେ ଗାଈ, ଆପଣ କମେଣ୍ଟ କରି ଜଣେଇବେ ଇଏ ଏଡିଟେ ଛୁଆ ନା ଇଏ ଛୁଆ, ମା ଛୁଆ ନା ପୁଅ ଛୁଆ, କିଏ ଛୁଆ ଟିକେ ଆପଣ କମେଣ୍ଟ କରି ନିଶ୍ଚିତ ଭାବରେ ଜଣେଇବେ। ସବୁ ମୋ ମା କଣ କରୁଛି ଦେଖନ୍ତୁ, ମୋ ମା ର ବ୍ଲଗ ହଉଛି, ମୋ ମା ବସିକି ଦେଖନ୍ତୁ। ଦେଖନ୍ତୁ ତ, ଏଇଟା ହେଲା ଘରର ଫ୍ୟାମିଲିର ଭଲ ପାଇବା। ଏଇଠି ମୋ ଷଣ୍ଢ, ଏଇଠି ମୋ ଜଗୁନ ଷଣ୍ଢ, ଜଗୁନ ଷଣ୍ଢ। ଡାଇରେକ୍ଟ ମାଛ ଆଣିକି ପଳେଇ ଆଇଲୁ କୋଉଠି ନା ଝିଅ ନବାକୁ ସ୍କୁଲ। ଦେଖୁ ଆସିଗଲେ ହାଇ ଗାଇଜ କହ, ଡାଇରେକ୍ଟ ଘରେ ଯାଇକି ଆପଣଙ୍କ ସହିତ ଦେଖା ହଉଛି। ଆସନ୍ତୁ ଦେଖନ୍ତୁ ପୁରା ଜାମ ଜାମ। ଡାଇରେକ୍ଟ ଝୁଅକୁ ଆଣି ମାଛ ଆଣି ଛତୁ ଆଣି ପହଞ୍ଚିଲୁ କୋଉଠି ନା ପୁରା ଘରେ। ଦେଖିବେ ଗାଡି ଥୁଆ ହେଇଛି, ଏଠି ମାଛ ଛତୁ ଗାଡିରେ ଟଙ୍ଗା ହେଇଛି। ଆସି ପହଞ୍ଚିଲୁ କୋଉଠି ନା ଡାଇରେକ୍ଟ ଘରେ। ମାଛ ଛତୁ, ମାଛ ଛତୁ ଡାଇରେକ୍ଟ ଘରେ। ଆଉ ଗୋମାତା କାମ ସବୁ ସାରି ଦେଇଥିଲି, ଗୁହାଳ ଧୁଆ, ତାଙ୍କ ଖିଆ ପିଆ ଗାଧୁଆ ସବୁ କାମ କମ୍ପ୍ଲିଟ। ଆଉ ନଡା ପକେଇ ନଥିଲି, ମା କହିଛି ପକେଇବ, ନଡା ମା ପକେଇବ। ମୁଁ ଆଜି ପକେଇବିନି, ଟିକେ କାମ ଅଛି ଆଉ ଯିବି, ଏବେ ନଡା ପକେଇ ପାରିବିନି। ମା ପକେଇବ, ମା ଦାୟିତ୍ୱ ଦିଆଯାଇଛି ଆଜି ନଡା ପକେଇବା ପାଇଁ। ଆସନ୍ତୁ ଦେଖିବା ଘରେ କଣ କରୁଛନ୍ତି ସମସ୍ତେ ଘରଣୀ ଆଣିକି। ନିଆରେ ମାଛ ଛତୁ, ମାଛିଲ ଛତୁ। ଚପଲ ଆଉ କିଏ ଖୋଲୁଛି, ଆଉ ଏଠି ଘରମଣି ଫୋନ ଦେଖି ତାଙ୍କ ଚଲେଇଛନ୍ତି ରାଜନୀତି। ଆଉ କଣ କହିବା, ଗରମ ଆଗେ ଜୀବନ ଛାଡି ଯାଉଛି, ପୁରା ପେଲି ଯାଉଛି ଗରମ। ଆଜି କାମ ପ୍ରବଳ କିନ୍ତୁ ଅର୍ଥ ଦୁର୍ବଳ। ଆଜି କାମ ପ୍ରବଳ
ଅର୍ଥ ଦୁର୍ବଳ ଘରଣୀ ତମେ ମତେ ଅର୍ଥ ଦିଅ। ଟିକେ ଥଣ୍ଡା ପାଣି ପିଇଦବା। ପାଣି ପିଇ ଗରମ ହଉଛି ପାଣି ଦେଲ ଥଣ୍ଡା ପାଣି। ଏଇଠି ମୋ ହିରୋଇନ ସାଙ୍ଗେ ସାଙ୍ଗେ ନେଇକି ପଳେଇଲି ସ୍କୁଲରୁ। ଏବେ ବସିକି ରାଜନୀତି କରୁଛି। ଯେହେତୁ ବର୍ଷା ଦିନ ଆଉ ପୁରା ଆମ ସେ ଗଛ ଗଛ ଇଏର ଯାତ୍ରା ହେଇଥିଲା ସଫା ହଉଛି। ଆଉ ରବାଇ ସଫା କରୁଛି ଆଉ ମୋ ମା ଓଳାଓଳି କରୁଛି। ଏଠି ମୋ ପୁଅ ବୁଲୁଛି। ଏଠି ମୁଁ ଦେଖନ୍ତୁ ଆପଣମାନେ ସଫାଟା ଏଇଥିପାଇଁ କରାଗଲା ଯେହେତୁ ବର୍ଷା ଦିନ ଜନ୍ତୁ ଜୁନ୍ତାଙ୍କର ଭୟ ରହୁଛି। ଖାସ କରି ସାପ। ଆମର ଏଠି ପୁରା କିନ୍ ମାଲ ପ୍ରେମ ଠିଆ ହେବେ। ସେଥିପାଇଁ ପୁରା ସଫା କରି କ୍ଲିନ କରାଗଲା। ଆଉ ବାପା କହିଥିଲା ଏଇଗୁଡା ଏଇ ଗଛ ପଛ ଏଇ ତଳ ଗଛ ପଛ ସବୁ ଏଇ ସାରୁ ଗଛ ଫାରୁ ଗଛ ଏରା ସବୁ ସଫା ହବ ଆଜି। କୁଶ ମହାରାଜ ଶୋଇଛନ୍ତି। ଆସନ୍ତୁ ଆପଣ ମାନଙ୍କୁ ଗୋମାତା ଦେଖୁଛୁ ଗୋମାତା କଣ କରୁଛନ୍ତି। କାଳି ଠିଆ ହେଇଛି, ଗୋରି ଠିଆ ହେଇଛି, ଶ୍ରାବଣୀ ଠିଆ ହେଇଛି, ବର୍ଷା ସେପଟେ ଶୋଇଛି। ବର୍ଷା ଯେହେତୁ ନୂଆ ଅତିଥି ଦବ ତାର ଟିକେ ଦେହ ମୁଣ୍ଡ ଏଇନା ଭଲ ରହିବନି। ତାକୁ ଟିକେ କଷ୍ଟ ଅନୁଭବ କରିବ। ସେଥିପାଇଁ ତାକୁ ଟିକେ କଷ୍ଟ ହଉଛି। ସେ ଶୋଇ ପଡିଛି। ଆଉ ଏଠି ମୁଁ ବୁଲି ବୁଲି ଭିଡିଓ ବନଉଛି। ମୁଁ ସବୁବେଳେ ଆପଣଙ୍କୁ କହିଛି ଜୟ ଶ୍ରୀରାମ ଜୟ ଗୋମାତା। ଆଉ ରବେଇ ଆମର ହାଲିଆ ହେଇକି ବସି ପଡିଛି। ଉପରେ ସଫା କରୁଥିଲା ଖରା ଆଉ ତା ଭିତରେ ଯୋଉ ଗୁଣ୍ଡ ଟିକେ ଟିକେ ପିମ୍ପୁଡି ଆଉ ପୁରା ମୁଣ୍ଡ ଖରାପ। ଆଉ ସେ ଖରା ଏତେ ଜୋର ଖରା ହଉଛି ନା ଥକା। ଏ ସବୁ ସଫା ହବ। ସେଟା ସବୁ ସଫା କରିଦିଅ। ଆଉ ସେଟା ପଡିଦିଅ। ହଁ କୋଉରା ହଁ ସେଟା ପଡି ହଁ ସେଟା ଟିକେ ରଖୁ। କୋଉଟା କୋଉ ବଡ ଅଛ ଫଳୁଛି ନା ଆଦେହରେ ନଙ୍ଗା ପିଜୁଳି। ନାଇଁ ନାଇଁ ପିଜୁଳି ଫଳୁଛି ଏଟା କାଟିଆନି ଏଟା ଭଲ ଗଛଟା। ସମୟ ହେଲା କେତେ ନା 1:21। କଣ କରୁଛନ୍ତି ଘରମଣି ମାନେ ଆସୁନ ଦେଖିବା। ଘରମଣି ତାଙ୍କର ଚଲେଇଛନ୍ତି ଫୋନ ଦେଖୁଥିବେ। ଏଠି ମୋ ମା ବ୍ଲଗ କରୁଛି ଆଉ ଘରମଣି ଦେଖୁଛନ୍ତି। ଆସନ୍ତୁ ବାହାର ଦେଖିବା କଣ କରୁଛନ୍ତି ଭାଉଜ ପୁଅ ଏମାନେ। କିଛି ଡାଇଲଗ ବନେଇବା ପାଇଁ ଆଉ ପ୍ରାକ୍ଟିସ କରୁଥିଲି। ସେଥିପାଇଁ ଆଉ ଭିଡିଓ ବନେଇ ପାରିନଥିଲି। ପ୍ରାକ୍ଟିସ ରେଡି ଆଉ ଟୁ ଡାଇଲଗ ମାରିବି ରେଡି ପୁରା। ଟିଭି ଚାଲିଛି ମୋ ଭାଉଜ ଏଠି ବଇଛି। ଏଇଠି ଆମ ଗେଲୁଆ ଧନ ଶୋଇକି ଟିଭି ଦେଖୁଛି। ତାର ଦେହ ଟିକେ ଭଲ ନାହିଁ। କଣ କହୁଛୁ ହାଇ ଗାଇଜ କହିଦବ। ହାଇ ଗାଇଜ କହିଦିଅ। ଜର ହେଇଯାଇଛି। ଆମ ହିରୋଇନ କଣ କରୁଛି। ଆମ ହିରୋଇନ ଏଠି ବସିକି ପାଠ ପଢୁଛି। ଫ୍ୟାନ ଦଉନୁ ଓ ଏସି ଲଗେଇ ଦଉନୁ ପାଠ ପଢିଦ ପାଠ। ଆଜି ରବିବାରେ ସରି 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 କହିଦେଇଛି ଗାଇଜ ମାନଙ୍କୁ। ଆଜି ହଉଛି ଶୁକ୍ରବାର ସ୍କୁଲରୁ ଆସିକି ଗାଧୁଆ ପାଧୁଆ କରି ଖିଆପିଆ ତାର କରି ପାଠ ପଢୁଛି। ଏଟା ଆମ ହିରୋଇନ ଟା ସରି ଯେହେତୁ ରବିବାର କହିଦେଇଛି ସେଥିପାଇଁ ସରି।
କଣ କରିବି ମାଇଣ୍ଡ ପୁରା ବ୍ୟସ୍ତ ଭିଡ଼ିଓ ବନେଇବି ଫୋନ ଡାଇଲଗ ବନେଇବି ଗାଇଜ ମାନଙ୍କୁ ଏ ସବୁ କିଛି କରିବାକୁ ଏଗ୍ରି। ଆଉ ଦେଖନ୍ତୁ ଆମର କାର ଥୁଆ ହେଇଛି ମେଲାମେଲି ହେଇକି ଯେହେତୁ ମୂଷା ପଶି ଯାଉଛନ୍ତି ଭିତରେ ଆଉ କାର ଥୁଆ ହେଇଛି ମେଲାମେଲି ହେଇକି ଖରା ଟିକେ ପଡ଼ିବ ବୋଲି। ଆଉ ସେଠି ଆମ ବାଇକଟା ଥୁଆ ହେଇଛି ଷଣ୍ଢ ରେଡ୍ ଷଣ୍ଢ ସେଠି ଦେଖିପାରୁଥିବେ। ଏଠି ଗୋଟେ ଘୋରା ହେଇକି ଥୁଆ ହେଇଛି ଆଗରେ ଗୋଟେ ଘୋରା ହେଇକି ଥୁଆ ହେଇଛି। ଏପଟେ ଚାଲିଛି ଆମର କଣ ଆଇଟମ ଛତୁ ଛତୁ ସେପଟେ କଣ ଟିକେ ଦେଖିବା ମାଛ ମାଛ ଝୋଳ ଛତୁ ରାଇ ମାଛ ଭଜା ମାଛ ପୁରା ଆଜି ହଁ ରିଲ୍ସ ବାର ବନେଇବାର ଅଛି ସେଥିପାଇଁ ଗାଡ଼ି ପଦାର୍ଥ ହେଇଛି ବାହାରିଲୁ ସେ ପିଲା ଆଉଛି। ହ୍ୟାଲୋ ଗାଇଜ ଆଉ ମୁଁ ରିଲ୍ସ ବଗେରା ବନେଇକି ଘରେ ପହଞ୍ଚିଲା ବେଳକୁ ସମୟ ହେଇଥିଲା କେତେ ନା 4:30 ଆଉ ମାନେ ଆଉ ଭିଡ଼ିଓ ବନେଇ ପାରୁନଥିଲି ଏଇଥିପାଇଁ ଯେହେତୁ ଗୋମାତା ଖାଇବା ଲେଟ୍ ହେଇଯାଇଥାନ୍ତା। ଆଉ ମୁଁ ଗୋମାତା ଖିଆପିଆ କାମ ସାରି ଦେଇଛି ମୁଁ ନିଜେ ଆଉ ଥରେ ଗାଧେଇ ପଡ଼ିଛି ପୁରା ଫ୍ରେଶ ଲାଗୁଛି ବଡି ଆଉ ସବୁ କାମ ସାରି ଫେନ୍ ଆରମ୍ଭ କରିଥିଲି ଭିଡ଼ିଓ। ଏଇଠି ଦେଖନ୍ତୁ ମୋ ଗେଲୁଆ ଧନ କି ଚୁଟିରେ ହାତ ମାରୁଛି ଗେଲୁଆ ଧନ ଖାଇବାର ନାଁ ଗନ୍ଧ ନାହିଁ ଏଠୁ ଯାଇଛି ତାର ଖାଇବାର କିନ୍ତୁ ନାଁ ଗନ୍ଧା ନାହିଁ ଏଡ଼େ ଗାଲୁଆ ଏଇଟା ଏଡ଼େ ଗାଲୁଆ ଏଇଠି ଘରମଣି ଏଇଠି ହାଇ ଗାଇଜ କରିଦବ ହାଇ ଗାଇଜ ଜର ପୁରା ମୋ ବାବାକୁ 100 ଆଉ ଘରମଣି ଏଇଠି ମୁଁ ଝୁଅ ଖାଉଛି ବଡ଼ ଝୁଅ ସାନ ପଳେଇଛି ଟ୍ୟୁସନ ଆସନ୍ତୁ ଦେଖିବା ଗୋମାତା କଣ କରୁଛନ୍ତି। ଗୋମାତାଙ୍କର ଖିଆ ପିଆ ତାଙ୍କ ଗୁହାଳ ଧୁଆ ତାଙ୍କର ଗାଧୁଆ ତୁ ଯାହା ଥୋଇବୁ କେମିତି କଣ ଦବୁ ମୁଁ ଆଉ ଜାଣିପାରିବିନି ଦେଇଛ ଏଠି ମା ପୁରା ଆମର ଧୂପ ଦିଆ ଆରମ୍ଭ ହେଲା। ଏ ମା ମଙ୍ଗଳା ଲୋ ଜୟ ମା ମଙ୍ଗଳା ଲୋ ଘରେ ପିତା ସାରା ସଂସାର ଜୟ ମା ମଙ୍ଗଳା ମା ଆସନ୍ତୁ ଦେଖିବା ଗୋମାତା କଣ କରୁଛନ୍ତି। ତାଙ୍କ କାମ ସାରି ଦେଇଥିଲି ଗୁହାଳ ଧୁଆ ଦେଇ ଖିଆ ପୁଆ ତାଙ୍କ କାମ କ୍ଲିନ୍ କରିଦେଇଥିଲି ଟିକେ ମୋ ଗାଡ଼ି ଥୁଆ ହେଇଛି ପ୍ରବଳ ବାଧା ହଉଛି ଆଜ୍ଞା କଣ କରିବା ରିଲ୍ସ ଭିଡ଼ିଓ ସବୁ ବନେଇଲା ବେଳକୁ ଏଠି ଭୂଷମାରେ ଶୋଇଛନ୍ତି ଯେତେ କଷ୍ଟ ହଉ ଯେତେ ଦୁଃଖ ହଉ ଯେତେ ଯାହା ହଉଛି ହଉ ଭିଡ଼ିଓ କଣ୍ଟିନ୍ୟୁ ଆସିବ ଡେଲି ଭିଡ଼ିଓ ଆସିବ ଯେତେ କଷ୍ଟ ହଉ ଯେତେ ଦୁଃଖ ହଉ ଯେତେ ଯାଉଛି ହଉ ଡେଲି ଭିଡ଼ିଓ ଆସିବ ରେଗୁଲାର ଭିଡ଼ିଓ ଆସିବ। ଏଠି ଦେଖନ୍ତୁ ଗୋମାତା କାଳି ଠିଆ ହେଇଛି ଗୋରି ଠିଆ ହେଇଛି ବର୍ଷା ଠିଆ ହେଇଛି କଷୁରୀ ଠିଆ ହେଇଛି ତାଙ୍କ କାମ ସବୁ କ୍ଲିନ୍ କରିଦେଇଥିଲି ଆପଣମାନେ ଦେଖିପାରୁଥିବେ ପୁରା କ୍ଲିନ୍ କରିଦେଇଛି ଠିଆ ହେଇଛନ୍ତି। ମୁଁ ମଶା ଧୂପ ଲଗେଇଥିଲି ମଶା ଧୂପ ଲଗେଇଦେଲା ମଶା ଫଶା ଲାଗିବନି ଧୂଆଁ ଲାଗିଯିବ ଦେଖିପାରୁଥିବେ ଯେହେତୁ ଗୋମାତା ମଶା ଫଶା ଲାଗୁଛନ୍ତି ସେଥିପାଇଁ ମୋ ମା ମାନେ ବୋଉକୁ ମା ଡାକୁ ଆଉ ଧୂଆଁ କରିଦେଇଛି। ମୁଁ ଆଉ ଫୋନ ଆଇଲି ଭିଡ଼ିଓ ବନେଇଲି ସବୁ କଲି କିନ୍ତୁ ଭିଡ଼ିଓରେ ମୁଁ କେବେ ଜଣଙ୍କୁ ଆଉ କେବେ ଆଣିପାରିବିନି ମୋର ମନ ଭାରି ଦୁଃଖ ହେଇଛି ଦୁଃଖ କଷ୍ଟ କେବେ ଆଣିପାରିବିନି ଏଇଠି କଷ୍ଟ ହଉଛି କଷ୍ଟ ମୋର ବାଘ ଥିଲା ସିଏ ମୋ ବାଘ ଆମ ଫାଇନାଲ ମୁଁ ଆକ୍ଟିଭା ଥୁଆ ହେଇଛି ଦେଖିପାରୁଥିବେ ମୋର ଆକ୍ଟିଭା ଥୁଆ ହେଇଛି ଏଇଟା ପୁରା ଆମ ଘର ଗୋମାତାଙ୍କ ଘର ଏଇଟା ଆମ ବାଟ ଦେଖିପାରୁଥିବେ ବାଟ କିଏ ପାଖ ଦୋକାନକୁ ଯିବା ମାଚିସ୍ ସରିଯାଇଛି ଗୋମାତାଙ୍କ ଗୁହାଳେ
ମଶା ଧୂପ ଦେବାକୁ ମାଚିସ୍ ନାହିଁ, ଦୁଇଟା ମାଚିସ୍ ନେଇକି ଆସିବା କୋଉଠୁ? ମାତା ଆଣ୍ଟି ଦୋକାନ। জয় গোমাতা, জয় শ্রীরাম, জয় গোমাতা, জয় শ্রীরাম, জয় গোমাতা। ଏ ଆମ ଗ୍ରାମ ଦେବତୀ, ଆପଣ ଜାଣିଥିବେ ଆମ ଗ୍ରାମ ଦେବତୀ ଉଗାମଣି, ଆମ ଗ୍ରାମ ଦେବତୀ ଉଗାମଣି ଆପଣ ନିଶ୍ଚୟ ଜାଣିଥିବେ। ଆଉ ଏ ଆଗରେ ଆମ କମ୍ପାନୀ ସାଙ୍ଗେ ସାଙ୍ଗେ ଦିଆସିଲି ନେଇକି ଘରକୁ ଯାଉଛି, ପୁଣି ଦେଖାହବା। ହ୍ୟାଲୋ ଗାଇସ୍, ଏବେ ଦେଖିପାରୁଥିବେ ମୁଁ ମଶା ମାନେ ମାଚିସି ଆଣିକି ମଶା ଧୂପ ଲଗେଇ ଦେଇଛି। ଦେଖିପାରୁଥିବେ ଏଠି ଗୋଟେ, ସେଠି ଆଗରେ ଗୋଟେ, ଆଉ ସେପଟେ ଗୋଟେ, ତିନି ପଟେ ତିନିଟା ମଶା ଧୂପ ଲାଗିଯାଇଛି। ଖେଳ ଖତମ, ଗୋମାତା ତାଙ୍କର ଠିଆ ହେଇଛନ୍ତି, ଆପଣମାନେ ଦେଖିପାରୁଥିବେ। ବର୍ଷା ଠିଆ ହେଇଛି, ବର୍ଷା ଠିଆ ହେଇଛି, କଷୁ ଠିଆ ହେଇଛି, ଗୋରି ଠିଆ ହେଇଛି, ସେପଟେ କାଳି ଠିଆ ହେଇଛି, ସମସ୍ତେ ଠିଆ ହେଇଛନ୍ତି। ତାଙ୍କ କାମ ସବୁ ସରିଯାଇଛି, ଯେହେତୁ ତାଙ୍କ କାମ ରେଡି, ହେଲେ ଅପେକ୍ଷା ଥାଉ ନା ମୁନା ହେଇକି ମୁନା ଆଇଲେ ଗୋମାତା ତାଙ୍କର ଦୁଅନ୍ତି କାମ ଷ୍ଟାର୍ଟ ହବ। ଦେଖିବା ତ ଗୋମାତା ଠିଆ ହେଇଛନ୍ତି, ମୁଁ ବୁଲି ବୁଲି ଭିଡ଼ିଓ ବନଉଛି। ଆଜି ଏମିତି ହଉ ଚେଷ୍ଟା କରୁଛି ଗୋମାତା ଦୁଆଁ ଭିଡ଼ିଓଟା ଆଣିବା ପାଇଁ। ଦେଖିବା କଣ ହଉଛି। ଏଠି ଦେଖନ୍ତୁ ଭୂଷ ମହାରାଜ ଧୂଆଁ ଲଗା ହେଇଛି, ଧୂଆଁ ଖାଉଛନ୍ତି, ମଶା ଲାଗିବେନି। ଆଉ ଗୋମାତା ଆମର ପୁରା ରେଡି ଧୂଆଁ ଦୁଇ ହେବା ପାଇଁ। ଦେଖିପାରୁଥିବେ। ହ୍ୟାଲୋ ଗାଇଜ୍, ଭିଡ଼ିଓ ଆରମ୍ଭ ହେଇଛି ସକାଳୁ, କିନ୍ତୁ ଏପର୍ଯ୍ୟନ୍ତ ଭିଡ଼ିଓ ବନ୍ଦ ହେଇନି। ଯେହେତୁ ମୁଁ ଅପେକ୍ଷା କରିଥିଲି ଆଜି ଗୋମାତା ଧୂଆଁଟା ଦେଖେଇବି ବୋଲି, ଆଉ ମୁଁ କେବେ ଦେଖେଇ ପାରୁନଥିଲି, ଆଉ ସେଥିପାଇଁ ଭିଡ଼ିଓ ଅଫ୍ ହେଇନି। ଭିଡ଼ିଓ କେତେବେଳେ ଅଫ୍ କରି ସେତେବେଳେ ଆସନ୍ତୁ ଦେଖିବା କିଭଳି ଗୋମାତା ଆମର ଧୂଆଁ ହଉଛି। ଗାଇସ୍, ମୁଁ ତ ଆପଣଙ୍କୁ ସବୁବେଳେ କହିଛି ମୁଁ ଏକୁଟିଆ ଲୋକ, ଆଉ ସବୁ କିଛି କାମ କରିବାକୁ ପଡୁଛି। ଘର କଥା କିଛି ବୁଝିବାକୁ ପଡୁଛି, ଏଡେ ଗୋମାତାଙ୍କ କଥା ପୁରା ବୁଝିବାକୁ ପଡୁଛି। ତା ସହିତ ଭିଡ଼ିଓ ବନେଇବାକୁ ପଡୁଛି। ଆଉ ଭିଡ଼ିଓ ହେଲା ମୋର ନିହାତି, ଭିଡ଼ିଓ ମୁଁ ସବୁବେଳେ କରିବି। ଡେଲିକା ଡେଲି ଭିଡ଼ିଓ ଆସିବ, ଡେଲି ଭିଡ଼ିଓ ଆସିବ କମ୍ପଲସରି, ଯାହା ହଉଛି ହଉ। ଆମ୍ବଡାଇ ମୁନାଇ ଭାଇଙ୍କର ଏକ ବିଟିଲ ସପ୍ ଅଛି। ଆଉ ବିଟିଲ ସପ୍ କୋଉଠି ଅଛି, ଆଉ ଦୋକାନ କୋଉଠି ଅଛି, ଆଉ ଲୋକେସନ ମୁଁ ଆପଣଙ୍କୁ ଆଉ ଏକ ବ୍ଲଗରେ ନିଶ୍ଚିତ ଆଣିବି, ନିଶ୍ଚିତ ଦେଖିବି। ସେପଟେ ବର୍ଷା ଠିଆ ହେଇଛି, ଏପଟେ କସୁରୀ ଦିଅ ଆଣୁଛି। ଏବେ କାଳିର ପାଳି, କାଳି ଧୂଆଁ ହଉଛି, ଆସନ୍ତୁ ଦେଖିବା। ଏବେ କାଳି ପାଳି ପଇଲା, କାଳି ଧୂଆଁ ଆରମ୍ଭ ହବ। ସନ୍ଧ୍ୟା ହେଇଗଲାଣି, ବାହାରୁ ଜାଣିପାରୁଥିବେ। ତଥାପି ସମୟ 6:27 ହେଲାଣି। ବାଲ୍ଟି ଦିଅ, ବାଲ୍ଟି। ମୁଁ କହିଛି ଆପଣଙ୍କୁ ଗ୍ୟାସ୍, ଆଉ ଯାହା କରି କ୍ୟାମେରା ଆଗରେ, ଆଉ ଆମର କାଳି ଧୂଆଁ ଆରମ୍ଭ ହେଲା, ଦେଖିଥିବେ। ଭିଡ଼ିଓ ଏଡିଟିଂ ଚାଲୁଥିଲା,
ଫୋନ୍ କ୍ୟାମେରା ଆଣିଲି ଭିଡ଼ିଓ ଆରମ୍ଭ କଲି। ଡେରି ନାହିଁ ବଡ଼। ଏବେ କ୍ଷୀର ମପା ହଉଛି ଆମର, ଦେଖିପାରୁଥିବେ ଗାଇସ୍। ଆଉ ଯେହେତୁ ଗୋରି ଗାଈ ଧୂଆଁ ହବ ତାର ବାଛୁରଟା ଧରିବାକୁ ପଡ଼ିବ। ଆଉ ମୁଁ ଭିଡ଼ିଓ ଟିକେ ଏଇଠି ରଖୁଛି, ଯେହେତୁ ରାତି ବି ହେଇଗଲାଣି। ଆଉ ମୋ ମା ଉପରୁ ବାହାରିଲାଣି ଯିବ ବୋଲି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ। ରହିଲି, ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ବାଏ।